का एसोसिएट डायरेक्टर ग्रोथ एंड पार्टनरशिप हूँ। क्या कहना चाहते हैं सामयिक गल्प कथन विषय में? देखिए, हम काफ़ी साल पहले काफ़ी काफ़ी महीनों पहले उड़ीसा में आए थे और हमने ये देखा कि उड़ीसा में बहुत कलाएं हैं, बहुत सारी कहानियां हैं। लगभग हर किसी के पास कोई ना कोई कहानियां हैं। तो हमें ये लगा कि ये कहानी बाहर क्यों नहीं आ रही। साथ में हमने ये भी देखा कि उड़ीसा पिछले 3 से 5 सालों में बहुत बहुत स्तर पे बढ़ा भी है। डेवलपमेंट देखा है हमने हमने अभी देखा कि सोलर भी बहुत अच्छे से ग्रो कर रहा है। उड़ीसा को फास्टेस्ट ग्रोइंग स्टेट बोला जा रहा है इंडिया में सोलर एडॉप्शन के लिए। तो जब इतनी ग्रोथ अपॉर्चुनिटीज हैं, इतनी आर्ट है, इतनी कहानियां हैं, तो हमारा ये उद्देश्य है कि हम स्टोरी टेलिंग के माध्यम से, जैसे आप अभी देख रहे हैं हमारे इस यूथ हॉस्टल के कमरे में आर्टिस्ट इन्फ्लुएंसर सब एक साथ एकत्रित हुए हैं ताकि हम उनको ये सिखा सकें कि आप अपनी कहानी उड़ीसा से बाहर देश तक विदेश तक कैसे पहुंचा सकें। और हम यहाँ पे ये उद्देश्य से हैं कि ये जब अपनी कहानी अपने भाषा में खुद बताएंगे तो ये ज़्यादा से ज़्यादा लोगों तक पहुँचेगा और लोगों को ये समझ में आए। और लोग हमारे प्रयास ये है कि आगे जाके उड़ीसा को एक अलग नज़रिए से देखा जाए। उड़ीसा के जो ग्रोथ के बारे में, उड़ीसा के डेवलपमेंट के बारे में, उड़ीसा की व्यवस्था, चाहे वो सोलर हो, चाहे वो पानी की व्यवस्था हो, चाहे वो बिजली की व्यवस्था हो, ये इस नज़रिए से देखा जाए कि उड़ीसा में काफ़ी ज़्यादा अपॉर्चुनिटीज भी हैं। आर्ट, कल्चर, ग्रोथ, डेवलपमेंट सब कुछ। जय जगन्नाथ। जय जगन्नाथ। आपको परिचय दियंतु। ମୋ ନାଁ ପ୍ରିୟଦର୍ଶିନୀ ମିଶ୍ର। ଆମର ଏଠି ଯୋଉ ୟୁଥ ହଷ୍ଟେଲରେ ଆରମ୍ଭ ହେଇଛି ସାମୂହିକ ଗଳ୍ପ କଥନ ପ୍ରଶିକ୍ଷଣ, କଣ କହିବେ ତା ବିଷୟରେ? ଏଇଟା ତ 2 ଦିନ ପାଇଁକା ହେଇଛି। ଆମ ଗ୍ରୁପରେ ମେସେଜ ଆସିଥିଲା, ତ ମୁଁ ବହୁତ ଇଣ୍ଟରେଷ୍ଟେଡ୍ ଥିଲି। ମୁଁ କହିଲି ଯାହା ଗୋଟେ ଷ୍ଟୋରି ମାଧ୍ୟମରେ ଆମର ଯେଉଁ କଳାକୁ ଆମେ ପ୍ରଦର୍ଶନ କରିପାରିବା, ଆମେ କହିପାରିବା, ସେଥିପାଇଁ ମୁଁ ଆସିଛି। ତ 2 ଦିନ ଭିତରେ ଯଦି ଆମେ କିଛି ଶିଖିପାରିବୁ, ଆମ ଏ ଯେଉଁ ଷ୍ଟୋରି ମାଧ୍ୟମରେ ଆମର ଯେଉଁ କଳା ଆମେ କରୁଛୁ, କାମ କରୁଛୁ, ସେ କାମକୁ ଆମେ ବାହାରେ ଇନଷ୍ଟାରେ କି ବାହାରେ ଦେଶରେ ଆମେ ବିକିପାରିବା, ଅର୍ଥ ଆମ ପରିଚୟକୁ ଆମେ କ୍ରିଏଟ୍ କରିବା। ତ ଏଇ ବିଷୟରେ ଆମେ ଶିଖିବାକୁ ଆସିଛୁ। ଆମର କଣ କହିବେ, ଯୋଉ କୋଉଠୁ ଆସିଛନ୍ତି ସବୁ ପ୍ରୋଗ୍ରାମଟା କରୁଛନ୍ତି? ଏଇଟା ସବୁଆଡ଼ୁ ଆସିଛନ୍ତି, ସବୁ ଜିଲ୍ଲାରୁ ମଧ୍ୟ ଆସିଛନ୍ତି। ଯେହେତୁ ଆମ ଗ୍ରୁପରେ ଅଛି, ମୁଁ MCP ଅଛି ହ୍ୟାଣ୍ଡିକ୍ରାଫ୍ଟର, ଆମର ଆପ୍ଲି କ୍ରାଫ୍ଟ ଆଉ ହ୍ୟାଣ୍ଡଲୁମ୍ ହ୍ୟାଣ୍ଡିକ୍ରାଫ୍ଟରେ ମଧ୍ୟ କାମ କରୁଛି। ଆଉ ମୁଁ ଏଇ ଛତାଟା ବି ବନେଇଛି। ଯେଉଁ ପିଲାମାନେ ଆମେ ଟ୍ରେନିଂ ପିଲାମାନେ ନେଇଥିଲେ, ସେମାନେ ମିଶିକିରି ଛତାଟା ତିଆରି କରୁଛନ୍ତି। ଆଗରୁ କିଛି କହିବୁ, ନୂଆ ଡିଜାଇନ୍, ମାନେ ପୁରୁଣା ତ ବହୁତ ସୁନ୍ଦର ଅଛି, କିନ୍ତୁ ପୁରୁଣାକୁ କେମିତି ଗୋଟେ ନୂଆ ରୂପରେ ଦେବା ଆଉ ଆମର ବିକ୍ରି କେମିତି ହେବ, ଲୋକ ଆଜିକାଲି ଚାହୁଁଛନ୍ତି କ'ଣ, ତାଙ୍କ ଚାହିଦା କ'ଣ, ଡ୍ରେସ୍ ମାଧ୍ୟମରେ ହଉ କି ଶାଢ଼ୀ ମାଧ୍ୟମରେ ହଉ କି ବ୍ଲାଉଜ୍ ମାଧ୍ୟମରେ ହଉ, ଆମ କଳା ସଂସ୍କୃତିକୁ ଆମେ ବଜାୟ ରଖିବା, କେମିତି ସମାଜକୁ ଆମେ ଆଣିବା, ସେଇଟା ଏଇ ମାଧ୍ୟମରେ ଏଇ ପ୍ରୋଗ୍ରାମଟା ଆରମ୍ଭ ହେଇଛି। ପ୍ରମୋଟ କରିବୁ ଯେ ଅନ୍ୟ ମାନେ ସେମାନେ ଜାଣନ୍ତୁ ଆମେ ଏମିତି କଳା ବନେଇ କରିବୁ। ଧନ୍ୟବାଦ। ଆମ ଘର ହେଉଛି ବାସେଝାଇ ପାଣି ଖାଇତଲେଣି। ବାପା ଭିତରକାର ସାହି। ବାପା ଥିଲେ କାଶୀନାଥ ମହାପାତ୍ର, ତାଙ୍କ ପୁଅ ଏଇନେ ନାରାୟଣ ମହାପାତ୍ର। ସବୁ କାମ ଦାମ କରୁଛେ, ଏଇସବୁ କାମ କରେ। ଆଉ ମୁଁ ମାଟିର ମୂର୍ତ୍ତି ସବୁ ତିଆରି କରେ। ଏତେ ଏତେ ବଡ଼ ମୂର୍ତ୍ତି, ଏତେ ଏତେ ବଡ଼ ମୂର୍ତ୍ତି କରେ। ଭାଲୁକୁଣି, ଗଣେଶ କରେ। ଆଉ ବାକି ଅକ୍ଷୟ ତୃତୀୟା କୁଣ୍ଢେଇଠୁ ଧରିକିରି ଯେ, ଆଉ ଏ ମାଟି କଣ୍ଢେଇ ପେପର ବି ବାଟିକିରି ହାତରେ ପେପର କାମ କରିଛି। ଆଉ ଗୋବର କାମ ପ୍ରାୟ କରେ। ଦେବୀ ନନ୍ଦ ହେରିକା ନିଅନ୍ତି, ଆଉ ଦିଲ୍ଲୀ ଫିଲ୍ଲି ଯିଏ ଯାଆନ୍ତି। ମୁଁ ଦିଲ୍ଲୀ ପ୍ରୋଗ୍ରାମରେ ଯାଇଥିଲି, 25 ମସିହା ନା କେତେ 13 ମସିହା ନା କେତେ ଯାଇଥିଲି। 25 ବର୍ଷ ତଳେ ଯାଇଥିଲି ଦିଲ୍ଲୀ ପ୍ରୋଗ୍ରାମରେ ଯାଇଥିଲି। ସେଠି 1.5 ମାସ ରହିଥିଲି। ସେଠି ସବୁ କାମ କରେ। ଏ ପେପରର ସବୁ ଜୋତାଠୁ ଧରିକିରି ସେ ମଉସା ଥିଲେ, ସିଏ ସବୁ କରୁଥିଲେ। ମୁଁ ସହଯୋଗ କରି ଆସିଛନ୍ତି ହିସାବରେ ସବୁ ସେଠି ବହୁତ କାମ କଲୁ। 1.5 ମାସ କାଳ ରହିଲୁ। 8ଟା ଚୌକିରେ କରିଥିଲି ଜୋତା, ଆଉ ହୋଲ୍ଡିଂ ଚେୟାର, ଟେବୁଲ, ସବୁ ମାନେ ବେତ ବାନ୍ଧିକିରି ସବୁ କରିଥିଲି। ଆଉ ଏଇନେ ସବୁ ଏଇ ପେପର ମ୍ୟାଚ୍ କାମ ହେଉଛି। ସବୁ ପେପର ମ୍ୟାଚ୍ କାମ, ଗୋବର କାମ, ତାହେଲେ ମାଟି କାମ, ଦିନରେ ମାଟି କାମ ହେଉଛି। ଆଉ ଗଣେଶ ଗୋସାଣୀ ପୁଅ କରେ, ମୁଁ ତା ସହ ମିଶି କରେ। ଆଉ ମୁଁ ପର୍ସନାଲ ହାତରେ 6ଟା 7ଟା କରେ, ବଡ଼ ଛୋଟ। ଆଉ ଯୋଉ କାମ ମୁଖା ଫୁଖା ସବୁ
ନିଜେ ଛାଞ୍ଚ କରିବି ନିଜେ କରିବି, ମୁଁ କେବେ କହେନି କିଏ ଆମର ଛାଞ୍ଚ। ଯୋଉ ୟୁଥ୍ ହଷ୍ଟେଲରେ ଯୋଉ ପ୍ରୋଗ୍ରାମଟା ହଉଛି କଣ କହିବେ ସେ ବିଷୟରେ? ଆମ ସେ ସାମୂହିକ ତ ଗଳ୍ପ ଭଲ ପ୍ରୋଗ୍ରାମ ହଉଛି, ସମସ୍ତିକି ସହଯୋଗ ହଉଛି, ମାନେ କିଛି ଜାଣୁନାହାନ୍ତି। ରଘୁରାଜପୁରର ସବୁ ହଉଛି କିନ୍ତୁ ଆମର ଏଠି ନାହିଁ। ଆମ ଜୋଇଁ ଭାସ୍କର ମହାପାତ୍ର ଗୁଗୁଲରେ ଅଛି, ସେ ରାଷ୍ଟ୍ରପତି ଏବେ ବି ଦ୍ରୌପଦୀ ମୁର୍ମୁ ଡାକିଥିଲେ ଆମର ଏଇ ଯାଇଥିଲେ। ପ୍ରୋଗ୍ରାମଟା କିଏ କରିଛନ୍ତି? କିଏ କଣ କୃଷ୍ଣ ବାବୁ କରିଛନ୍ତି, ଆଚ୍ଛା, ସେ ସବୁଦିନ ଡାକନ୍ତି ତା ନାଁ ଟା କଣ? ତା ନା ଯିଏ କରିଛନ୍ତି ପ୍ରୋଗ୍ରାମଟା? କୃଷ୍ଣ ବାବୁ କରିଛନ୍ତି, ଆଚ୍ଛା, ସିଏ କୃଷ୍ଣ ମହାନ୍ତି କରିଛନ୍ତି, ସିଏ ସବୁଥିରେ ଡାକନ୍ତି। ସେ ଗେଲା ପୁଅ ମୋର ଗୋଟିଏ ସିଏ ଆଉ। ଆଚ୍ଛା। ଆଉ